ଏଇଟା ହେଉଛି ନୂଆବର୍ଷ ପୂର୍ବ ଦିନର ଭିଡ଼ିଓ। ସମୟ ଅଭାବରୁ ଆପଣମାନଙ୍କ ସହିତ ଏଇ ଭିଡ଼ିଓ ଗୁଡ଼ା ମୁଁ ସେୟାର କରିପାରିନି, କାହିଁକିନା ମନ୍ତ୍ରୀ ଲୋକ ନା ମୁଁ, ମୋତେ ସମୟ ବିଲକୁଲ ବି ହେଉନି। ତ ସେଇଦିନ ଯାଇକି 12ଟା ବେଳେ ଘରେ ପହଞ୍ଚିଥିଲି, ବୁଧବାର ହେଇଥିଲା ସେଦିନ। ଆଉ ତାପରେ ଯାଇକି ସୋରିଷ କିଆରି ଟିକେ ଫଟୋ ଉଠେଇ ମଜାମସ୍ତି କରିଥିଲୁ। ସେଦିନ ଖରାବେଳ ଖିଆଟା ବାଙ୍କି ଦେଇ ଘରେ ହେଇଥିଲା, ସେମାନେ ତାଙ୍କର ଭାତ ଚିକେନ୍ ଖାଇଥିଲେ, ଆଉ ମୁଁ ତ ନିରାମିଷା ଲୋକ, ତ ସେଥିପାଇଁ ଭାତ ସୋୟାବିନ୍ ଆଳୁ ତରକାରୀ ଆଉ କୋବି ଆଳୁ ଭଜା ମୋ ପାଇଁ ବାଙ୍କି ଦେଇ ଆମର କରିଥିଲା। ଖାଇକି ଟିକେ ରେଷ୍ଟ ନେଲା ପରେ ଉପରବେଳା ଆମେ ଟିକେ ଖଟା ପାଣି ଫିଷ୍ଟ କରିଥିଲୁ। ଖଟା ପାଣି ଖାଇବା ପାଇଁ କାହାକୁ ଭଲ ଲାଗେ ଆଉ କେଉଁମାନେ ପ୍ରାୟ ଫିଷ୍ଟ କରିଥାନ୍ତି କମେଣ୍ଟରେ ନିଶ୍ଚୟ କହିବେ। ରାତିରେ ଆମର ନ୍ୟୁ ଇୟର ପାର୍ଟି ଥିଲା ବା ଫିଷ୍ଟ ଥିଲା। ତ ଅନେକ ଜଣ କହିବେ କି ନ୍ୟୁ ଇୟର ତ ଆମର ନୁହେଁ, ଓଡ଼ିଆ ନବବର୍ଷ ସେଲିବ୍ରେସନ୍ ନ କରିକି ଏଇ ଇଂରାଜୀ ନବବର୍ଷ କାହିଁକି ସେଲିବ୍ରେସନ୍ କରୁଛ। ତ ସେଥିପାଇଁ ମୁଁ କହିବି କି ଆମର ଯାହା ବି ହେଉ ନା କାହିଁକି, ଓଡ଼ିଆ ହେଉ ଇଂଲିଶ ହେଉ ଯାହା ବି ହେଉ, ତ ଖୁସି ହେବା ପାଇଁ ଆମକୁ ବହୁତ କମ୍ ସମୟ ମିଳିଥାଏ। ତେଣୁ ଯେଉଁ ସମୟରେ ଖୁସି ହେଉଛ ମୋର ତୋର ନ ଭାବିକି ଖୁସି ହେଇ ଚାଲନ୍ତୁ। କିଏ କହିବ ଆଜି ଦିନଟି କାଲିକି ଥିବ ବା ନଥିବ। ତ ରାତିରେ ରୋଷେଇ ଦାୟିତ୍ୱ ମୋର ଥିଲା, କାହିଁକିନା ବଡ଼ ମାଷ୍ଟର ସେଫ୍ ନାଇଁ ଚେଫ୍ଟା ନା ମୁଁ, ସେଥିପାଇଁ ରୋଷେଇ ଦାୟିତ୍ୱ ମୋତେ ଦେଇଥିଲେ। ସାଡ଼େ ରୋଷେଇ ଭିତରେ ଆମର ଆଡ଼େ ନାଚ ଗୀତ ମଧ୍ୟ ଚାଲିଥିଲା। ଦେଖିପାରୁଥିବେ ଆମେ କେଡ଼େ ବଡ଼ ବଡ଼ ସବୁ ଡ୍ୟାନ୍ସର। ତ ନାଚ ଗୀତ ମଜାମସ୍ତି ଭିତରେ ରୋଷେଇ ଚାଲିଥିଲା। ଆଉ ଆଜି ବିରିୟାନୀ ଆମର ଥିଲା, ଭେଜ୍ ବିରିୟାନୀ, କାହିଁକିନା ଆମେ କିଛିଟା ପ୍ରାଣୀ ଅଛୁ ଯେଉଁମାନେ କି ଆଇଁଷ ବିଲକୁଲ ବି ଛୁଉଁନା। ତ 2-3ଟା ପ୍ରାଣୀ ଆମେ ସେମିତି ଅଛୁ, ତ ସେଥିପାଇଁ ଆମ ପାଇଁ ଭେଜ୍ ହେଇଥିଲା। ତ ସେମାନେ ଅଲଗା କ'ଣ ନନଭେଜ୍ କରିକି ଖାଇବେ, ସେମାନେ ବି ଆମ ସାଙ୍ଗରେ ଭେଜ୍ ହିଁ ଖାଇ ଦେଇଥିଲେ, ଭେଜ୍ ବିରିୟାନୀ। ତାପରେ ମଝିରେ ଟିକେ ପାମ୍ପଡ଼ ଛାଣିକି ଖାଇ ଦେଇଥିଲୁ, ଯେହେତୁ ଶୀତ ହେଉଥିଲା ତ ଟିକେ ଉଷୁମ ଉଷୁମ ପାମ୍ପଡ଼ ଖାଇଦେଲେ ଭଲ ଲାଗିବ। ତାପରେ ନାଚ ଗୀତ ଭିତରେ ଆମର ଆଡ଼େ ବିରିୟାନୀ ମଧ୍ୟ ଦମ୍ ଦେବା ପାଇଁ ବସା ହେଇଯାଇଥିଲା। ବିରିୟାନୀ ଫାଇନାଲି ହେଇଯାଇଥିଲା, ସମସ୍ତେ ବସିକି ବିରିୟାନୀ ଖାଇ ଦେଇଥିଲୁ ପାଖାପାଖି ରାତି 11:30 ବେଳକୁ। ଆଉ 12ଟା ଭିତରେ ଆମର ପ୍ରାୟତଃ ଖାଇବା ସରିଯାଇଥିଲା। ନ୍ୟୁ ଇୟର ସେଲିବ୍ରେସନ୍ କରି ହାପି ନ୍ୟୁ ଇୟର ଟିକେ କହିକି ଭିଡ଼ିଓ ବନେଇକି ସମସ୍ତେ ଯେଝା ବାଟରେ ଯେଝା ଘରକୁ ପଳେଇଥିଲେ। ଆଉ ସେତେବେଳେ ବହୁତ ଜୋରରେ କାକର ପଡ଼ିବାକୁ ଲାଗିଥିଲା। ଏଠି ଦେଖିପାରୁଥିବେ କାକର ପୁରା କେମିତି ପୁରା ବାଦଲ ଭଳିଆ ଭାସୁଛି। ତ ଆପଣମାନେ ରାତିରେ କେବେ ଏଇ ଦୃଶ୍ୟ ଦେଖିଛନ୍ତି କି ନାହିଁ କମେଣ୍ଟରେ ନିଶ୍ଚୟ କହିବେ। ଆପଣଙ୍କ ନ୍ୟୁ ଇୟର କେମିତି ସେଲିବ୍ରେସନ୍ ହେଲା କମେଣ୍ଟ କରିକି ମଧ୍ୟ ନିଶ୍ଚୟ ଜଣାଇବେ।